ସମ୍ମାନନୀୟ ସଭାପତି ମହୋଦୟ, ଉପସ୍ଥିତ ଗୁରୁଜୀ ଗୁରୁମାବୃନ୍ଦ ତଥା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର 76ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୋତେ କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା, କିନ୍ତୁ ଦେଶ ଚଳାଇବା ପାଇଁ କିଛି ଶାସନ ଖସଡ଼ା ନଥିବାରୁ ଭାରତ ସମ୍ମୁଖରେ ଏହା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିଲା। ଏଣୁ ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ଦେଶର ଶାସନ ଖସଡ଼ା ତିଆରି କରିବା ଦାୟିତ୍ୱ ଦିଆଗଲା। ସେ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଗଢ଼ି ତୋଳିବା ନିମନ୍ତେ 1949 ମସିହା ନଭେମ୍ବର 26 ତାରିଖ ଦିନ ସମ୍ବିଧାନ ପ୍ରସ୍ତୁତ କରିଥିଲେ। କିନ୍ତୁ ଏହି ସମ୍ବିଧାନଟିକୁ ତୁରନ୍ତ କାର୍ଯ୍ୟକାରୀ କରାନଯାଇ ଠିକ୍ 2 ମାସ ପରେ ଅର୍ଥାତ୍ 1950 ମସିହା ଜାନୁଆରୀ 26 ତାରିଖ ଦିନ ଏହାକୁ ସମ୍ପୂର୍ଣ୍ଣ ରୂପେ ଲାଗୁ କରାଯାଇଥିଲା। ସେହିଦିନ ଠାରୁ ସମ୍ବିଧାନ ଅନୁସାରେ ଆମ ଦେଶର ଶାସନ ବ୍ୟବସ୍ଥା ଚାଲିଛି। ତେଣୁ ସେହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଆମେ ପ୍ରତିବର୍ଷ ଜାନୁଆରୀ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଅଛୁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବେ।